କେନ୍ଦ୍ରାପଡ଼ା ପୌର ପରିଷଦ ଅନ୍ତର୍ଗତ ଗୋପ ଗ୍ରାମରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଲାଲାଙ୍କ ଜନ୍ମୋତ୍ସବ ଅତ୍ୟନ୍ତ ଆଡମ୍ବର ଓ ଭକ୍ତିମୟ ପରିବେଶରେ ପାଳିତ। ଚଳିତ ବର୍ଷ ଏହି ଉତ୍ସବକୁ ନେଇ ସମଗ୍ର ଅଞ୍ଚଳରେ ଏକ ଅପୂର୍ବ ଆଧ୍ୟାତ୍ମିକ ଶୋଭା ଦେଖିବାକୁ ମିଳିଛି। ପ୍ରାତଃ ସମୟରୁ ଗ୍ରାମର ଶ୍ରୀରାମ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଅଭିଷେକ ଏବଂ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା। ପ୍ରଭୁଙ୍କୁ ନୂତନ ବସ୍ତ୍ର ଓ ଅଳଙ୍କାରରେ ସୁସଜ୍ଜିତ କରାଯାଇ ଜନ୍ମୋତ୍ସବର ପରମ୍ପରା ପାଳନ କରାଯାଇଥିଲା। ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣରେ ସମଗ୍ର ଗ୍ରାମ ମୁଖରିତ ହୋଇଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ସଂକୀର୍ତ୍ତନ ଓ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଗ୍ରାମର ଯୁବକ ସଂଘ ଓ ପୂଜା କମିଟିର ସକ୍ରିୟ ସହଯୋଗରେ ସମଗ୍ର ଅଞ୍ଚଳକୁ ରଙ୍ଗାରଙ୍ଗ ଆଲୋକମାଳାରେ ସଜାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଅଞ୍ଚଳରେ ଆଧ୍ୟାତ୍ମିକ ପ୍ରଭାବ। ଶ୍ରୀରାମଲାଲାଙ୍କ ଏହି ଜନ୍ମୋତ୍ସବ କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ, ବରଂ ଗ୍ରାମବାସୀଙ୍କ ମଧ୍ୟରେ ଏକତା ଓ ଭାଇଚାରାର ପ୍ରତୀକ ସାଜିଛି। ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଏଭଳି ପାରମ୍ପରିକ ଉତ୍ସବ ଯୁବ ପିଢ଼ିଙ୍କୁ ଆମର ସଂସ୍କୃତି ଓ ପରମ୍ପରା ସହ ଯୋଡ଼ିବାରେ ସହାୟକ ହେଉଛି। ఓం అఖండమండలాకారం వ్యాప్తం జన చరాచరం తతపదం దర్శితం జేన తస్మై శ్రీ గురవే నమః। గురు బ్రహ్మ గురు విష్ణు గురుదేవ మహేశ్వర గురు సాక్షాత్ పరం బ్రహ్మ తస్మై శ్రీ గురవే నమః। రామాయ రామభద్రాయ రామచంద్రాయ మనసి రఘునాథాయ నాథాయ సీతాయ పతయే నమః। नीलाम्बुजस्या मोलकोमलाङ्गं सीता समारोपित वामभागं प्राणोमाशयकचारुचापं नमामि रामं रघुवंशनाथं नमामि रामं रघुवंशनाथं नमामि रामं रघुवंशनाथं। ମୁଁ ଶ୍ରୀ କୈଳାସ ଚନ୍ଦ୍ରକର ପୂଜ୍ୟ ପୂଜକ ପରମହଂସ ବାବା ବଳିଆଙ୍କର ଶିଷ୍ୟ। ଆଜି ଏହି ଗୋପ ଗ୍ରାମରେ ଆମର ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଅଭିଷେକ ପାଳନ ହେଉଛି। ଏଠାରେ ମଧ୍ୟ ଅନ୍ନ ଯଜ୍ଞ, ନାମ ଯଜ୍ଞ, ଘୃତ ଯଜ୍ଞ ଏବଂ ଜ୍ଞାନ ଯଜ୍ଞ ସବୁ ପ୍ରକାର ଯଜ୍ଞ ଅନୁଷ୍ଠିତ ହେଉଛି। ଆଜି ପରମ ପବିତ୍ର ଭଗବାନଙ୍କର ଷଡ଼ଜୟନ୍ତୀ ପାଳନ କରାଯାଏ। ଗୋଟିଏ ହେଉଛନ୍ତି ରାମ ଜନ୍ମ, ଗୋଟିଏ ହେଉଛନ୍ତି କୃଷ୍ଣ ଜନ୍ମ, ଗୋଟିଏ ହେଉଛନ୍ତି ହରି ଜନ୍ମ, ଗୋଟିଏ ହେଉଛନ୍ତି ବାମନ ଜନ୍ମ, ଗୋଟିଏ ହେଉଛନ୍ତି ମହାଜାଗର ଶିବରାତ୍ରି ଏବଂ ଆଉ ଗୋଟିଏ ଦୁର୍ଗାଷ୍ଟମୀ। ତେଣୁ ସମସ୍ତ ଭକ୍ତମାନଙ୍କୁ ଏବଂ ବୈଷ୍ଣବମାନଙ୍କୁ ମଧ୍ୟ ଏହି ପରମ୍ପରା ସମସ୍ତେ ପାଳନ କରିବାକୁ ଶାସ୍ତ୍ରରେ ନିର୍ଦ୍ଦେଶ କରାଯାଇଛି। ଏହି ଷଡ଼ଜୟନ୍ତୀ ପାଳନ କରିବେ ତଥା ସମସ୍ତେ ଏକାଦଶୀ ପାଳନ କରିବା ପାଇଁ ଏଥିରେ କୁହାଯାଇଛି। ତେଣୁ ଭଗବାନ ଯେତେବେଳେ ଲୀଳା କରିଥିଲେ ସମସ୍ତ ଲୀଳା ଭିତରେ ସବୁଠୁ ମାଧୁର୍ଯ୍ୟମୟ ଲୀଳା ଏବଂ ମର୍ଯ୍ୟାଦା ଲୀଳା ସେ ପ୍ରକାଶ କରିଥିଲେ। ଏବଂ ଭଗବାନ ରାମ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ, ଭଗବାନ କୃଷ୍ଣ ହେଉଛି ଲୀଳା ପୁରୁଷୋତ୍ତମ। ତେଣୁ ଭଗବାନ ସମସ୍ତଙ୍କୁ ମର୍ଯ୍ୟାଦା ଦେଇ ସମସ୍ତଙ୍କୁ ମାନ ରକ୍ଷା କରି ସମସ୍ତଙ୍କୁ ସମ୍ମାନ ରକ୍ଷା କରି ଜଗତର ସମସ୍ତଙ୍କ କଲ୍ୟାଣ ପାଇଁ ସେ ତାଙ୍କର କାର୍ଯ୍ୟକ୍ରମ ସେ କରିଥିଲେ। ସେ ସମସ୍ତେ ଆମେ ଦେଖିବା ଯେତେବେଳେ ଭଗବାନ ତାଙ୍କ ସପରିବାରରେ ପୂଜା ପାଉଛନ୍ତି, ଇଏ ଏକ ନିଆରା ଜିନିଷ। ଭଗବାନ ତାଙ୍କର ଭାଇ ଏବଂ ତାଙ୍କର ପତ୍ନୀ ସହିତ ଏକ ପାରିବାରିକ ଏକ ଦର୍ଶନର ସେ ଆମକୁ ଶିକ୍ଷା ଦେଇଛନ୍ତି ଯେ ଭଗବାନ ଆମେ ମଧ୍ୟ ପାରିବାରିକ ଜୀବନରେ ରହି ଭଗବାନଙ୍କର ଆଶୀଷ ଆମେ ମଧ୍ୟ ଲାଭ କରିପାରିବା। ତେଣୁ ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ଅଯୋଧ୍ୟାରେ ମଧ୍ୟ ତାଙ୍କର ଜନ୍ମ ଉତ୍ସବ ପାଳନ ହେଉଛି ତଥା ଆମ ଭାରତର ଆର୍ଯ୍ୟାବତର ସମସ୍ତ କୋଣ ଅନୁକୋଣରେ ଭଗବାନ ରାମଙ୍କର ଜନ୍ମ ଲୀଳା ସବୁଆଡ଼େ ପାଳନ କରାଯାଉଛି। ତେଣୁ ଆମେ ଏଠି ଭଗବାନ କେତେବେଳେ ଅବତାର ନିଅନ୍ତି, ଭଗବାନ ଯେତେବେଳେ ବିପ୍ର, ଧେନୁ, ପୃଥିବୀ ଏବଂ ସନ୍ଥମାନଙ୍କ ପ୍ରତି ଯେତେବେଳେ ତାଙ୍କୁ କଷ୍ଟ ହୁଏ ସେତେବେଳେ ଭଗବାନ ଏ ଧରା ପୃଷ୍ଠରେ ଅବତରଣ କରେ। ଦୁଷ୍ଟ ବାରି ସନ୍ଥ ପାଳୁ ତୁ ନାଥ ପରମ ଦୟାଳୁ। ମା କୈକେୟୀ ଯେତେବେଳେ ଦଶରଥଙ୍କୁ ଯୋଡ଼ିଏ ବର ମାଗିଥିଲେ ଯେ ମୋ ପୁଅ ଭରତ ରଜା ହେବ ଏବଂ ରାମ
ବଣକୁ 14 ବର୍ଷ ପାଇଁ ଯିବ। ତେଣୁ ଆମେ ସମସ୍ତେ କୈକେୟୀକୁ ଏକ ନିନ୍ଦିତ ଚରିତ୍ର ବୋଲି ସମସ୍ତେ ଆଖ୍ୟାନ କରେ, କିନ୍ତୁ ପ୍ରକୃତରେ ଏହା ଜଣେ ମାଆର କେବେ ଏଇଭଳି ଭାବ ହେଇନପାରେ। ସେ ଚାହିଁଥିଲେ ମୋ ପୁତ୍ର ଯେଉଁମାନଙ୍କ ଉଦ୍ଦେଶ୍ୟରେ ସେ ଲୀଳା ପାଇଁ ସେ ଆସିଛନ୍ତି, ରାକ୍ଷସମାନଙ୍କୁ ଦୁଷ୍ଟମାନଙ୍କୁ ସେ ସଂହାର କରିବେ ଏବଂ ସନ୍ଥମାନଙ୍କ ସେ ସଙ୍ଗ କରିବେ। ଏଇଟା ହେଉଛି ବଡ଼ କଥା। ଭଗବାନ ରାମଚନ୍ଦ୍ର ଅତ୍ରି ମୁନିଙ୍କ ଆଶ୍ରମକୁ ଯାଇଛନ୍ତି, ଭରଦ୍ୱାଜ ମୁନିଙ୍କ ଆଶ୍ରମକୁ ଯାଇଛନ୍ତି, ଅଗସ୍ତ୍ୟ ମୁନିଙ୍କର ଆଶ୍ରମ ଯାଇଛନ୍ତି, ସରବଙ୍ଗ ଋଷିଙ୍କ ଆଶ୍ରମ, ଏମିତି ଅନେକ ସମସ୍ତ ମହାପୁରୁଷ ସମସ୍ତ ସନ୍ଥମାନଙ୍କର ପାଖକୁ ସେ ଯାଇଛନ୍ତି ଏବଂ ତାଙ୍କ ପାଖରୁ ଯେଉଁ କଥା ଭଗବାନ ରାମ ତାଙ୍କ ନିଜେ ମୁଖରେ କିଛି ନ କହି ସନ୍ଥମାନଙ୍କର ମୁଖରୁ ଏ ଜଗତର କଲ୍ୟାଣ ପାଇଁ ସମସ୍ତ ବାର୍ତ୍ତା ସେ ଦେଇଥିଲେ। ସେଥିପାଇଁ ଭଗବାନ ଲୀଳା ପୁରୁଷୋତ୍ତମ ରାମଚନ୍ଦ୍ର ହେଉଛନ୍ତି ଶ୍ରେଷ୍ଠ ଏବଂ ମର୍ଯ୍ୟାଦା। ଏବଂ ଆଜି ମଧ୍ୟ ସେଇ ରାମ ରାଜ୍ୟ ପ୍ରତିଷ୍ଠିତ ପାଇଁ ସମସ୍ତ ଦେଶ ଏବଂ ସମସ୍ତ ଆର୍ଯ୍ୟାବତ ଭାରତ ମଧ୍ୟ ଚେଷ୍ଟା କରୁଛି ସେ ରାମ ରାଜ୍ୟ ପ୍ରତିଷ୍ଠିତ କରିବା ପାଇଁ। ରାମ ରାଜ୍ୟ ସେୟାକୁ କହିବା, ଯେତେବେଳେ ଆମ ମହାତ୍ମା ଗାନ୍ଧୀ କହିଛନ୍ତି ରାମ ରାଜ୍ୟ କେତେବେଳେ ପ୍ରତିଷ୍ଠିତ, ଯେତେବେଳେ ଗୋଟେ ନାରୀ ରାତି 12ଟା ସମୟରେ ଏକୁଟିଆ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରେ, ସେତେବେଳେ ତାକୁ ଆମେ କହିପାରିବା କ'ଣ ଯେ ଆମ ରାମ ରାଜ୍ୟ ପ୍ରତିଷ୍ଠା। ବର୍ତ୍ତମାନ ସେହି ଉଦ୍ଦେଶ୍ୟରେ ନାରୀମାନଙ୍କୁ ମର୍ଯ୍ୟାଦା ଦେବା ପାଇଁ ଏବଂ ସମାଜରେ ଶୃଙ୍ଖଳିତ ଜୀବନଯାପନ କରିବା ପାଇଁ, ଶୃଙ୍ଖଳା ଆଣିବା ପାଇଁ ସେ ତାଙ୍କର ବାର୍ତ୍ତା ଆମକୁ ଦେଇଛନ୍ତି। ସେଥିପାଇଁ ସେ ଆମର ଚିରଂଶ ଓମ୍ ରାମାୟ ରାମଭଦ୍ରାୟ ରାମଚନ୍ଦ୍ରାୟ ମାନସେ ରଘୁନାଥାୟ ନାଥାୟ ସୀତାୟ ପତये ନମଃ। ଓମ୍ ବିମତ୍ସ ବିରଣମଙ୍ଗୋ ମୁନିରପିମତି ବ୍ରହ୍ମଂ ଯଦି ସୁଦଙ୍ଗ ବା ମମ ଦୋଷ ନଭି जते जत करोसि जदस्नासि जज्जुहोसि ददासि जद तपस्सि तत्कृश मदर्पणम। निताय गुरु हरि बोल।